ଗୋଟିଏ କାଉ ମନର ଦୁଃଖରେ ସେ ବସିଥିଲା। ଜଣେ ଋଷି ସେ ବାଟରେ ଯାଉଥିଲେ। କାହାକୁ ପଚାରିଲେ, କ'ଣ ପାଇଁ ତୋ ମନ ଦୁଃଖ ହେଉଛି? ମନ କ'ଣ ପାଇଁ ଦୁଃଖ କରୁଛୁ? କାଉ କହିଲା, ମୋ ରୂପ କଳା, ମୋ ସ୍ୱର ବାଗ ହେଉନି, ମୋତେ ସେଥିଯୋଗୁଁ କେହି ଭଲ ପାଉନାହାନ୍ତି, ମୋ ମନ ସେଥିପାଇଁ ଦୁଃଖ। ସେଠୁ ଋଷି କହିଲେ, ତୋ ମନ ଯଦି ଦୁଃଖ ହେଉଛି ତୁ ଯାନି ସେ ହଂସକୁ ପଚାରି ଆସିବୁ। ସେଠୁ ଗଲା, ହଂସକୁ ପଚାରିଲା, କହିଲା, ତମେ ଏଇ ପାଣିରେ ରହିଛ, ତମ ମନ ଦୁଃଖ ନୁହଁ ନା, ସୁଖରେ ଅଛ ନା? ସିଏ ହଂସ କହିଲା, ଆମେ ତ ଏଇ ସବୁବେଳେ ଏଇ ପାଣିରେ ରହିଛୁ, ସବୁବେଳେ ଆମ ରୂପ ଧଳା, ଆମେ କୁଆଡ଼େ ଯାଇପାରୁନୁ, ସେଥିପାଇଁ ଆମ ମନ ଦୁଃଖ ହେଉଛି। ହଂସ କହିଲା, କାଉ ଭାଇ ଚାଲ ମୟୂର କତିକି ଯିବା। ମୟୂର କତିକି ଗଲେ କାଉରେ ହଂସରେ। ଏଠୁ ମୟୂରକୁ ପଚାରିଲେ, ତମେ ଖୁସିରେ ରହିଛ ନା? ତମ ମନ ଖୁସି ଅଛି ନା? ମୟୂର କହିଲା, ତମେ ତ ସବୁଆଡ଼େ ବୁଲି ପାରୁଛ, ସବୁ କଥା ଦେଖିପାରୁଛ, ଆମେ କୁଆଡ଼େ ଯାଇପାରୁନୁ, ଆମ ମନ ଦୁଃଖ ଅଛି, ଆମକୁ ଶିକାର କରିପାରିବେ ବେଳ ପଇଲେ, ଆମେ କ'ଣ ସୁଖରେ ରହିମୁ, ଆମ ମନ ଦୁଃଖ। ସେଠୁ ଋଷି କତିକି ଆଇଲେ, ଋଷି କତିରେ କହିଲେ ନା, କେହି କହିଲେ ନେଇ ଭଲରେ ଅଛୁ ବୋଲି। ସେଠୁ ଋଷି କହିଲେ, ପର କଥା ତମ କଥାରେ ତମେ ସୁଖୀ ହୁଅ, ତମେ ପର କଥାରେ ସୁଖୀ ହୁଅ ନା, ତମେ ଦୁଃଖୀ ହୁଅ ନା କି ସୁଖୀ ହୁଅ ନା।